ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ବର୍ତ୍ତମାନ ସବୁଠାରୁ ଗୋଟେ ବଡ଼ ସମସ୍ୟା ଆସି ପହଞ୍ଚିଛି। ସମସ୍ୟାଟି ହେଉଛି ଯେ ଆମେ ଅନେକ ଦିନ ହବ ଘର ଭିତରେ ବାନ୍ଧି ହୋଇଗଲେଣି, ପରସ୍ପର ଠାରୁ ଟିକେ ଟିକେ ଦୂରେଇ ଗଲେଣି ଏବଂ ଏହି ଦୂରତା ଆମ ଭିତରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଅନେକ ବ୍ୟକ୍ତି ହତାଶାର ଘେରରେ ଧୀରେ ଧୀରେ ବାନ୍ଧି ହୋଇଯାଉଛନ୍ତି, ଛନ୍ଦି ହୋଇଯାଉଛନ୍ତି। ଏହି ମାନସିକ ଏବଂ ଯୋଉ ଭାବର ଯୋଉ ବଡ଼ ସମସ୍ୟା ଦେଖାଯାଇଛି, ସେ ସମସ୍ୟାକୁ କିପରି ସାମ୍ନା କରିବାକୁ ହବ ତା ସମ୍ପର୍କରେ ଆମ ଭିତରେ ବହୁତ କମ୍ କଥାବାର୍ତ୍ତା ଆମେ କରୁଛେ। ତା ବିଷୟରେ ଆମ ନିଜେ ସରକାର ବହୁତ କମ୍ ଚିନ୍ତା ବି କରିଛନ୍ତି। ତେବେ ୟାର କିପରି ଭାବରେ ଆମେ ନିଜକୁ ପ୍ରସ୍ତୁତ କରିବା, ଆମର ମାନସିକ ଯୋଉ ଦ୍ୱନ୍ଦ୍ୱ ତାକୁ କିପରି ଭାବରେ ସମ୍ଭାଳିବା, ଆମର ଯୋଉ ଭାବର ଯୋଉ ପ୍ରଶ୍ନ ରହିଛି, ଯୋଉ ଦ୍ୱନ୍ଦ୍ୱ ରହିଛି, ତା ଭିତରୁ କିପରି ଭାବରେ ଆମେ ନିଶ୍ଚିତ ଭାବରେ ଏକ ସକାରାତ୍ମକ ଚିନ୍ତାଧାରା ଆଡ଼କୁ କେମିତି ଯିବା, ସେ ସମ୍ପର୍କରେ ଆମେ ଆଜି ଆଲୋଚନା କରୁଛେ। ଆମର ଆଲୋଚକ ହେଉଛନ୍ତି ଶ୍ରୀ ପ୍ରିୟବ୍ରତ ପାତ୍ର। ତାଙ୍କ ସହିତ ଆମେ କଥାବାର୍ତ୍ତା କରୁଛେ ଯେ ଏଇ ଯୋଉ ମାନସିକ ଏବଂ ଇମୋସନାଲ ଚ୍ୟାଲେଞ୍ଜ ଯାହା ଆମର ରହିଛି କୋଭିଡ ସମୟରେ, ତାକୁ କେମିତି ଆମେ ବିଜୟ ହାସଲ କରିବା। ପ୍ରିୟବ୍ରତ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କଠୁ ଏହା ଶୁଣିବାକୁ ଚାହୁଁଛୁ ଆମେ। ନମସ୍କାର ଶ୍ରୋତା ବନ୍ଧୁ। ଆମେ ଗୋଟିଏ ଶବ୍ଦରେ କହିଲେ ଡିପ୍ରେସନ ଉପରେ କଥାବାର୍ତ୍ତା କରିବା। ଆଜ୍ଞା। ତ ଡିପ୍ରେସନ ଜିନିଷଟା କଣ ମୁଁ କହି ରଖେ। ବିଭିନ୍ନ ବାଗରେ ଡିପ୍ରେସନ ଗୋଟେ ସ୍ୱାଭାବିକ ଜିନିଷ ମଣିଷ ଜୀବନରେ ଆସେ, କିନ୍ତୁ ସେଇଟା ଯେତେବେଳେ ଗୋଟେ ଏକ୍ୟୁଟ୍ ସ୍ତରରେ ପହଞ୍ଚିଯାଏ ସେଟା ରୋଗରେ ପରିଣତ ହେଇଯାଏ। ତେଣୁ ଏମିତି କେହି ନାହିଁ ଯିଏକି ମାନସିକ ସନ୍ତୁଳନତା ଟିକେ ଟିକେ ନ ହରେଇଛନ୍ତି। ସନ୍ତୁଳନତା ହରାଉ, ପୁଣି କିଛି ସମୟରେ ପୁଣି ସନ୍ତୁଳିତ ହେଇଯାଉ, ଏମିତି ଚାଲିଥାଏ। କିନ୍ତୁ ଯେତେବେଳେ ଏଇ ଯୋଉ ମାନସିକ ଅବସାଦ ଯାଉ କହିବା, ଆମେ ଆଉ ଫେରି ପାରୁନା ଆମର ମୂଳ ସ୍ଥିତି ଅବସ୍ଥାକୁ, ସନ୍ତୁଳିତ ଅବସ୍ଥାକୁ, ତାକୁ ଡିପ୍ରେସନ, ଏକ୍ୟୁଟ୍ ଡିପ୍ରେସନ, ଯୋଉଟା କି ଗୋଟେ ମାନସିକ ରୋଗରେ ପରିଣତ ହେଇଯାଏ। ତ ବର୍ତ୍ତମାନ ଯୋଉ 3-4 ମାସ ଧରିକିରି ଗୋଟେ ଅସ୍ୱାଭାବିକ ପରିସ୍ଥିତି ଭିତରେ ଆମେ ମଣିଷ ମାନେ ରହିଲେ, ଆମର ମନର, ଆମର ଶରୀରର, ଆମର ଭାବ ସ୍ତରର, ଇମୋସନର ଏସବୁ ଯେ ପରିପ୍ରକାଶ ହେଇପାରିଲା ନାହିଁ, ତା ଦ୍ୱାରା ଅନେକ ଆବନର୍ମାଲିଟି ଦେଖାଗଲା। ଯେମିତି ଗୋଟେ ନିର୍ଦ୍ଦିଷ୍ଟ ଭିଟାମିନ ଅଭାବରେ ଗୋଟେ ନିର୍ଦ୍ଦିଷ୍ଟ ବେମାର ହୁଏ ଦେହରେ, ସେମିତି ଗୋଟେ ନିର୍ଦ୍ଦିଷ୍ଟ ତଥ୍ୟ, ନିର୍ଦ୍ଦିଷ୍ଟ ଭାବା ଆବେଗର ଅଭାବରେ ମଧ୍ୟ ଡିପ୍ରେସନ ହେଇଯାଏ। ତେବେ ଗୋଟେ ଜିନିଷ କହୁଛି, ଅତୀତରେ ଅନେକ ଯୁଦ୍ଧ ବେଳେ ଏଇ ମନୋବୈଜ୍ଞାନିକ ସତ୍ୟକୁ ଆଖି ଆଗରେ ରଖି ଶତ୍ରୁ ସୈନ୍ୟ ମାନେ ନିଜର ଶତ୍ରୁ ମାନଙ୍କର, ଅର୍ଥାତ୍ ଧରନ୍ତୁ ଜର୍ମାନୀ ଚାହିଁଲା ଯେ ଇଂଲିଶ ଲୋକଙ୍କ ଭିତରେ ଡିପ୍ରେସନ କରିବି, କେମିତି? ବୋମା ପକେଇକିରି ଯେତିକି ମାରିବା ମଣିଷ ମରା ନ ହେଇଥାନ୍ତା, ସିଏ କଣ କଲା, ଜେପଲିନ ବୋଲି ଗୋଟେ ବାହାର କରିଥିଲା ଜର୍ମାନୀ ହିଟଲର ସମୟରେ। ସିଏ ଖାଲି ଘୁଁ 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 ଶବ୍ଦ କରି ବୁଲିବ ସହର ମାନଙ୍କରେ। ହେଲେ ସାଇରନ ବାଜିବ ଇଂଲଣ୍ଡର, ଯେ ସବୁ ଟ୍ରେନ୍ସ ଭିତରେ ଲୁଚି ଯାଉ, ସମସ୍ତେ ଟ୍ରେନ୍ସ ଭିତରେ ଲୁଚିବେ। ଏମିତି 3 ଦିନ ଗଲା ପରେ ଖାଲି ଶବ୍ଦ କରିକି ସେ ଏରୋପ୍ଲେନ ଟା କେବଳ ଶବ୍ଦ ହିଁ କରୁଥିବ। ତାର କାମ ହେଲା ଶବ୍ଦ କରିବ, ଆତଙ୍କ ସୃଷ୍ଟି କରିବ, ବୋମାଟେ ବି ପକେଇବନି। ପରୀକ୍ଷା କରି ଦେଖାଗଲା ଯେ ସତ ବୋମା ପଡିଥିଲେ ଯେତିକି ଲୋକ ମରିନଥାନ୍ତେ, ଏ ଯୋଉ ଶବ୍ଦ ହଉଛି, ଏରୋପ୍ଲେନ ବୁଲୁଛି, ବୋମା କୋଉ ମୁହୂର୍ତ୍ତରେ ପଡିଯିବ ଏଇଟା ଭାବିବା ଭିତରେ ବହୁତ ଲୋକ ପାଗଳ ହେଇଗଲେ, ମରିଗଲେ, ଟେନସନରେ ମରିଗଲେ। ତେଣୁ ଇଏ ହଉଛି ଡିପ୍ରେସନ, ଛାନିଆ ତାଟକା। ଇଏ ଗୋଟେ ମୁଁ ଗୋଟେ ପାଖାପାଖି ଜିନିଷର କହିଲି। ସେମିତିକାର ଆଉ ଗୋଟେ ଜିନିଷ ସେଇ ଜର୍ମାନୀ ବାଲା ହିଁ ଆବିଷ୍କାର କରିଥିଲେ। ଜଳ ଟୋପା ଟୋପା ପକେଇକି ଗୋଟେ ମଣିଷ ମାରିବାର କଥା ଶୁଣି ନଥିବେ। ସେ ଗୋଟେ ଏକ୍ସପେରିମେଣ୍ଟ କଲେ ଯେ ଲୋକଙ୍କୁ ଭୟ ଦେଖେଇ କେମିତି ମାରି ଦିଆଯାଏ। ଗୋଟେ ଲୋକକୁ ବାନ୍ଧି ଦିଆଯିବ, ତା ଉପରେ ଟୋପେ ଟୋପେ ଖାଲି ଜଳ ପଡିବ, ଆଉ ଜଳ ଟୋପା କ୍ରମଶଃ କମି କମି ଘଣ୍ଟାକୁ ଟୋପାଏ ଲେଖେ ପଡିବ। ଆଶ୍ଚର୍ଯ୍ୟ କଥା, ଲୋକ ଭାବନ୍ତି ଯେତେବେଳେ ମୋ ଥରେ ଜଳ ଟୋପାଟା ପଡିବ 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 ଭାବି ଭାବି ତାଙ୍କ ଭିତରେ ଗୋଟେ ଅଦ୍ଭୁତ ରିଏକ୍ସନ ହେଇକିରି ସେଇ 3-4 ଦିନ ଭିତରେ ଲୋକମାନେ ମରିଯାଆନ୍ତି। ଜଳ ଟୋପା ଯୋଉଟା କି ଆମେ କେତେ ଗାଧଉଛୁ, କେତେ ବର୍ଷାରେ ତିନ୍ତୁଛୁ, କିନ୍ତୁ ଯେତେବେଳେ ସେଇଟା ଗୋଟେ ସୀମା ଅତିକ୍ରମ କରିଯାଏ ଆତଙ୍କର, ସେ ମଣିଷ ପାଇଁ ଗୋଟେ 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 ଇଏ ହେଇଯାଏ, ଗୋଟେ ଡେଞ୍ଜର ଲେଭେଲ ହେଇଯାଏ। ସେମିତି ବର୍ତ୍ତମାନ ଆମ ମଣିଷ ସମାଜ, ବର୍ତ୍ତମାନ ଆମର ଭାରତର କଥା କହିବା, ଯୋଉ ପରିସ୍ଥିତି ଯାଉଛୁ, ଇଏ ବି ଗୋଟେ ଲେଭେଲକୁ ଆସିଗଲାଣି। ଦୁର୍ଭାଗ୍ୟ, ୟା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ପ୍ରକାର ବିଜ୍ଞପ୍ତି ଜାରି କରାଯାଉନି, କି ଆଖି ଦୃଶିଆ କୌଣସି ସଜେସନ ଦିଆଯାଉନି। କିନ୍ତୁ ଆମର ଯୋଉ ଆଧ୍ୟାତ୍ମିକ ବେଶ ଆମର ଭାରତରେ ଥିଲା, ଏ ଦିଗରେ ବହୁତ ଷ୍ଟ୍ରଙ୍ଗ, ବହୁତ ଶକ୍ତିଶାଳୀ, ସାରା ପୃଥିବୀକୁ ଆମେ ଜ୍ଞାନ ଯୋଗେଇଥିଲୁ। କିନ୍ତୁ ଦୁର୍ଭାଗ୍ୟ, ତାକୁ ବର୍ତ୍ତମାନ ଆଉ ଆମର ବିଶ୍ୱାସର ପରିସର ଭିତରକୁ ନଉନୁ। ଆମେ ଭାବୁଛୁ ଆଉ ଗୋଟେ କଣ ସମାଧାନ ହେଇପାରିବ, ଆଉ ଡାକ୍ତର କେବଳ ଏଲୋପାଥିକ ମେଡିସିନ ଉପରେ ବା
डिस्टेंस मेंटेन ମାସ୍କ ଉପରେ ଏବଂ ମାସ୍କ ପିନ୍ଧିବା ଡିଷ୍ଟାନ୍ସ ଉପରେ ୟା ମେଣ୍ଟେନ ଉପରେ ଏଇ ଦୁଇଟା ଭିତରେ ଆମେ ରଖିଦେଇଛେ, କିନ୍ତୁ ତା ସହିତ ଯୋଉ ଆମର ମନ ସହିତ କେମିତି କଥାବାର୍ତ୍ତା କରିବା କିମ୍ବା ଆମର ଭାବ ସହିତ କେମିତି କଥାବାର୍ତ୍ତା କରିବା ତା ସମ୍ପର୍କରେ ଆମେ ବହୁତ କ୍ୱଚିତ କଥା ହଉଛୁ, କ୍ୱଚିତ ଆମେ ହଁ ନିର୍ଦ୍ଦେଶ କିଛି ଦଉଛେ ହଁ ଲୋକ। କି ଆମେ ଆମକୁ ତ ବିଲକୁଲ କିଏ କହୁନି ସେ ବିଷୟରେ। ହୁଁ ଆମ ମନ ପ୍ରଫୁଲ୍ଲ ରହିଲେ ଆମର ଶରୀର ଇମ୍ୟୁନିଟି ପାୱାର ବଢିବ। ହୁଁ ଇମ୍ୟୁନିଟି ପାୱାର ବଢିବା ପାଇଁ ମଣିଷର ଇମୋସନ ଅର୍ଥାତ ମନ ଗୋଟେ ଭାବ ସ୍ତରର ତାର ବହି ପ୍ରକାଶ ହେଲେ ତାର ଇମ୍ୟୁନିଟି ପାୱାର ବଢିଯିବ। ଆପଣ ଔଷଧ ଖାଇକିରି ଭଲ ସଫା ଜଳ ପିଇକିରି ସୂର୍ଯ୍ୟ କିରଣ ବୁଲିକିରି ଇମ୍ୟୁନିଟି ପାୱାର ବଢେଇ ପାରନ୍ତି, କିନ୍ତୁ ସେ ବଢେଇବାଟାକୁ କଣ୍ଟ୍ରୋଲ କରୁଛି ଆମର ଭାବ ଜଗତ, ଆମ ଇମୋସନ, ଆମ ମନ। ହୁଁ ସେଇ ଦିଟା ବିଷୟ କେହି କହୁନାହାନ୍ତି। ସମସ୍ତେ କହୁଛନ୍ତି ଏହା କଲେ ତମର ଇମ୍ୟୁନିଟି ପାୱାର ବଢିବ, ବା ଏହା କଲେ ଔଷଧଟା ଖାଇଲେ, ବା ଏହା କଲେ ତମର ଏହା ହବ। ତେଣୁ ସେଇ ଯୋଉ ମୂଳଭୂତ ପ୍ରଶ୍ନ ଯୋଉଟା ମନର ଆଉ ଭାବ ଜଗତର, ତାକୁ ନେଇକିରି କାହିଁକି ଆଲୋଚନା କରାଯାଉନି? ସେଇଟା ଗୋଟେ ଦୁଃଖଦ ଘଟଣା ଭାରତ ବର୍ଷରେ। ହୁଁ ତାପରେ ବହୁତ ଆଲୋଚନା ହେବା ଦରକାର। ଆମେ ଯୋଉମାନେ କି ଏ ବିଷୟରେ ଟେକ୍ନିକାଲି ଏକ୍ସପର୍ଟ ନହୁ, ଅର୍ଥାତ ଏ ବିଷୟରେ ଟେକ୍ନିକାଲ ଏକ୍ସପର୍ଟ କୋଉମାନେ ଅଛନ୍ତି? ଯୋଉମାନେ ମନୋବିଜ୍ଞାନ ବିଭାଗରେ କାମ କରୁଛନ୍ତି, ମନ ଚିକିତ୍ସକ ଯୋଉମାନେ ଏଇସବୁରେ, ସେମାନେ ସବୁ ବହୁତ କିଛି କହିପାରନ୍ତେ। କିନ୍ତୁ ଆମେ ଆମର ଆଧ୍ୟାତ୍ମିକ ଯୋଉ ଅନୁଭୂତି, ଆମର ଯୋଉ ଜ୍ଞାନ, ଆମର ମୁନି ଋଷିଠୁ କୁହନ୍ତୁ ବା ଆମର ଯୋଉ ସ୍ପିରିଚୁଆଲ ଲିଡର ସବୁ ଦେଇଛନ୍ତି, ତାକୁ ବେଶ କରି ଆମେ ଆମର ସାଧାରଣ ଜ୍ଞାନର ଭିତ୍ତି ପରିସର ଭିତରେ ବି ଆମେ ସମସ୍ୟାଟାକୁ ସମାଧାନ କରିପାରିବା। କିନ୍ତୁ ହୁଁ। ତାପରେ ଏହି ଗୁରୁତ୍ୱ ଦଉନାହାନ୍ତି, ସେଇଟା ହିଁ ସବୁଠୁ ଆଶ୍ଚର୍ଯ୍ୟର କଥା। ଏବଂ ଯିଏ ଗୁରୁତ୍ୱ ଦଉଛନ୍ତି ତାଙ୍କୁ ଆମେ ଭୀରୁ, ତାଙ୍କୁ ଆମେ ଆଉ କଣ କଣ ସବୁ ଯାକ ତାଙ୍କର ହଁ ଅନସାଇଣ୍ଟିଫିକ ବୋଲି କହିଦଉଛୁ। କହିଦେଇକି ଆମେ ତାଙ୍କୁ ଅନସାଇଣ୍ଟିଫିକ। ଇଏ କରିଦଉଛେ। ହଁ ହୁଁ ଆପଣ ଦେଖନ୍ତୁ ଗୋଟେ ଛୋଟ ଉଦାହରଣ। ଆପଣ ମୁଁ ଯଦି ଗୋଟେ 10 ଫୁଟ ପୋଲ ଖମ୍ବଟେ ଦେବି, ତା ଉପରେ ହୁଁ ଚାଲିଯା, ସେଟା ଭୂମି ଉପରେ, ଧର ରେଲ ଲାଇନ ଉପରେ, ଆପଣଙ୍କୁ କହିବେ 10 ଫୁଟ ରେଲ ଲାଇନ ଉପରେ ଚାଲି ଚାଲି ପଳାନ୍ତୁ, ଆପଣ ପଳେଇ ଯାଇପାରିବେ। ହୁଁ ସେଇ ରେଲ ଲାଇନ ଟାକୁ ଯଦି ମୁଁ ଫୁଟେ ଉପରକୁ ନେଇଯିବି, ଆପଣ ହୁଁ ଚାଲି ଚାଲି ଆପଣ ଟିକେ ଟିକେ ପଳେଇବେ। କିନ୍ତୁ ସେଇ ରେଲ ଲାଇନ ଟାକୁ ଯେତେବେଳେ ମୁଁ 15 ଫୁଟ 20 ଫୁଟ ନେଇଯାଉଛି, ସେଇ ହୁଁ ମଣିଷ ଆପଣ, ସେଇ ତାର ୱିଡଥ ବଢିନି, ସେଇ ରେଲ ଲାଇନ, ଅଥଚ ହୁଁ ଆପଣ ଚାଲିବାକୁ ଡରୁଛନ୍ତି, ଆଉ ଚାଲିଲା ମାନେ ଗଡି ପଡିବେ ତଳକୁ। ଏଇଟା ହୁଁ କାହିଁକି ହଉଛି? କେହି ବଦଳି ନାହିଁ। ଦେଖନ୍ତୁ ହୁଁ ରେଲ ଲାଇନ ସେତିକି ଓସାର ରହିଛି, ଆପଣ ସେଇ ମଣିଷ, ଅଥଚ ହାଇଟ ଯେତେବେଳେ ବଢିଗଲା, ହୁଁ ସେଇ ମଣିଷଟା ଡରି ଯାଉଛି ବା ପଡି ଯାଉଛି। କଣ ପାଇଁ ହଉଛି? ଅଥଚ ସେଟା ଯେତେବେଳେ ଭୂମି ଉପରେ ଲାଗିକିରି ଥିଲା, ଆପଣ ହୁଁ ଏମୁଣ୍ଡୁ ସେମୁଣ୍ଡ ଆରାମରେ ହସି ହସି ପଳେଇ ଯାଉଥିଲେ। ହୁଁ ତାର କାରଣ ହେଲା, ଯେତେବେଳେ ଆପଣଙ୍କ ଭିତରେ ଗୋଟେ ଭରସାଟେ ଆସେ ଯେ ମୁଁ ଯଦି ପଡିଯାଏ ମୋର କିଛି ଅସୁବିଧା ହବନି, ଅର୍ଥାତ ହୁଁ ଭୂମିଟା 4 ଇଞ୍ଚ 5 ଇଞ୍ଚ ତଳେ ଅଛି, ହଁ ଆପଣ ଅନୁଭବ ଯେତେବେଳେ କରୁଛନ୍ତି ଯଦି ମୁଁ ପଡିଯାଏ ମୋର କିଛି ହବନି, ସେ ସମୟରେ ଆପଣଙ୍କର କନଫିଡେନ୍ସ ଏତେ ବଢିଯାଏ ଯେ ଆପଣ ନିର୍ବିଘ୍ନରେ କୌଣସି ପ୍ରକାର ପ୍ରୋବ୍ଲେମ ନଥାଇକି ଏମୁଣ୍ଡୁ ସେମୁଣ୍ଡ ଦୌଡିକି ଯାଇପାରିବେ ସେଇ ହୁଁ ପୋଲଟା ଉପରେ, ରେଲ ଲାଇନ ଉପରେ। ହୁଁ ଅଥଚ ଯେତେବେଳେ ବଢି ବଢି ଉଚ୍ଚତା ପଳେଇ ଯାଉଛି, ଦିତାଲା ଉପରକୁ ପଳେଇଲା, ଗୋଟେ ଘରକୁ ଗୋଟେ ଘର ଭିତରେ ପୋଲ ଖମ୍ବଟେ ପକେଇ ଦିଆଗଲା, ଆପଣଙ୍କୁ କୁହାଗଲା ଏ ଘରୁ ସେ ଘରୁ ଯାଅ, 10 ଫୁଟ ଭିତରେ ବ୍ୟବଧାନ। ଆପଣ ଯାଇପାରିବେ କି? କାହିଁକି ଯାଇପାରୁନାହାନ୍ତି? କଣ ପବନ ଜୋର ହଉଛି ବୋଲି ଯାଇପାରୁନାହାନ୍ତି? ନା ରେଲ ଲାଇନ ଟା ମୋଟା ହେଇଗଲା, ନା ଆପଣଙ୍କ ଶକ୍ତି କମିଗଲା? କଣ ପାଇଁ? ତାର କାରଣ ହେଲା, ଯୋଉ ମୁହୂର୍ତ୍ତରେ ଆପଣ କାଲକୁଲେସନ କରୁଛନ୍ତି ଯେ ଦିତାଲା ଉପରୁ ଯଦି ମୁଁ ପଡିଯାଏ ମୋର ଗୋଡ ହାତ ଭାଙ୍ଗିଯିବ, ମୁଁ ମରିଯିବି, ସେ ହୁଁ ଭୟଟା ଆପଣଙ୍କର କନଫିଡେନ୍ସ କୁ 100 ଗୁଣ କଣ, ଆଉ 1000 ଗୁଣ କମେଇ ଏଇ ଦେଲା। ଭୟଟା ବୋଧହୁଏ, ଏଇ ଭୟ ଯୋଗୁ ହିଁ ବୋଧହୁଏ ସମସ୍ତେ ଡିପେଣ୍ଡେଣ୍ଟ ହେଇଯାଆନ୍ତି ଅନ୍ୟମାନଙ୍କ ଉପରେ, ଯେ ମୁଁ ଯଦି ପଡିଯାଏ ମତେ ମୋର ଏଇ ସମ୍ପର୍କୀୟ ମାନେ ଧରିଦେବେ କିମ୍ବା ସେଇ ସାଙ୍ଗମାନେ ଧରିଦେବେ। ତେଣୁ ଗୋଟେ ଗୋଟେ ଭାବନାଟା ଆସିଯାଏ ଯେ ଯଦି ସେ ନ ରହିବ ତେବେ ମୁଁ କେମିତି ରହିବି, ସେ ଯଦି ହଁ ବଞ୍ଚି ନାହିଁ ମୁଁ କେମିତି ବଞ୍ଚିବି। ତେଣୁ ହଁ ଦେଖାଯାଉଛି ସେ ଯଦି ମରିଗଲା, ଇଏ ଆତ୍ମହତ୍ୟା ମଧ୍ୟ କରିଦେବାର ଗୋଟେ ଗୋଟେ ଘଟଣା ଆମେ ହଁ ହଁ ବର୍ତ୍ତମାନ ଏଇ ହଁ ସମୟରେ ବି ଶୁଣୁଛେ। ହଁ ହଁ ହଁ। ତାର ମୁଖ୍ୟ କାରଣ ହେଲା, ପ୍ରତ୍ୟେକ ମଣିଷ ସବୁଠୁ ବଡ ପ୍ରଧାନ ବନ୍ଧୁ ହଉଛି ତା ଭିତରର, ତାର ନିଜର ଅସଲ ମୁଁଟି, ବିଙ୍ଗ ଯାକୁ କହିବା। ହୁଁ ମୁଁ ଗୋଟେ ମଣିଷ, ମୋ ଭିତରେ ମତେ ହୁଁ ଅନବରତ ପରିଚାଳିତ କରୁଥିବା ଆଉ ଗୋଟେ ବିଙ୍ଗ ଅଛି, ସିଏ ବି ଗୋଟେ ମୁଁ। ମୋର ଏଟା ବାହ୍ୟ ପ୍ରକାଶ ମୁଁଟା, ଆଉ ସେଟା ମୋର ଅନ୍ତରର ମୁଁଟା। ମୁଁ ଯୋଉ ପର୍ଯ୍ୟନ୍ତ ସେ ଅନ୍ତରର ମୁଁ ସାଙ୍ଗରେ ମୋର ବନ୍ଧୁତା ସ୍ଥାପନ ନ କରୁଛି, ତା ହୁଁ ସଙ୍ଗ ଦୈନିକ କିଛି ସମୟ କଥାବାର୍ତ୍ତା ନ କରୁଛି, ମୋର ଜୀବନର ବିଶିଷ୍ଟ ବିଶିଷ୍ଟ ନିଷ୍ପତ୍ତି ଗୁଡାକ ମୁଁ ତା ସାଙ୍ଗରେ କନସଲ୍ଟ ନ କରୁଛି, ହୁଁ ତାରି ଅନୁସାରେ ମୁଁ ମୋର ଜୀବନ ନ ପରିଚାଳିତ କରୁଛି, ଆଉ ଯୋଉ ମୁଁ କଣ ଭାବୁଛି ନା ବାହାରେ ଜୀବନ ଅଛି, ବାହାରେ ଲୋକମାନେ ମୋ ପାଇଁ ନିଷ୍ପତ୍ତି ନେବେ, ବାହାରେ ସବୁ ଆଇଡିଆ ଗୁଡାକ ଅଛି, ବାହାରେ ଜୀବନର ପଥ ଗୁଡାକ ଅଛି, ସକ୍ସେସ ର ସିଡି ଅଛି, ଏସବୁ ବିଭ୍ରାନ୍ତିକର ଧାରଣା ଭିତରେ ଆମେ ଗତି କରୁଛୁ। କୋଉଟାକୁ ଛାଡିକିରି? ନା ନିଜର ଅସଲ ସାଙ୍ଗଟାକୁ ଛାଡିକିରି। ଆମେ ବାହାରେ ବନ୍ଧୁତା କରିବା ମନା ନାହିଁ, ହୁଁ ବାହାରେ କାହାକୁ ଭଲ ପାଇବା ମନା ନାହିଁ, ସବୁ ହୁଁ ଠିକ ଅଛି, କିନ୍ତୁ ସର୍ବଭୂତ ମୂଳଭୂତ ପ୍ରଶ୍ନ ହଉଛି ଆପଣ ନିଜ ଭିତରେ ନିଜର ମୁଣ୍ଡିକୁ କେତେ ଭଲ ପାଉଛନ୍ତି, ମାନେ ତାକୁ ନିଜର କେତିକି ଯୋଉ ଭରସା ଭିତରର ଯୋଉ କରୁଛନ୍ତି। ବାସ୍ତବ ଘରଟିକୁ ସେଟାକୁ ଆମେ ଭୁଲି ଯାଇଛେ ଏବଂ ହଁ, ବାହାରେ ଖାଲି ବୁଲି ଚାଲିଛେ। ବାହାରେ ଖାଲି ଆମେ ବେଘର ହେଉ, ଯେମିତି ରୋଗଣା ମୂଷା ମାନେ ନିଜ ଘର ଛାଡିକିରି ଏ ବିଳାରୁ ସେ ବିଳାକୁ, ସେ ବିଳାରୁ ଏ ବିଳାକୁ ଦୌଡୁଥିବେ, ଆଉ ଯୋଉ ହୁଁ ବିଳାକୁ ଗଲା ବେଳକୁ ସେ ବିଳାରେ ସାପ ଥିବ କି ବିଛା ଥିବ କି ଅନ୍ୟ ମୂଷା ମାନେ ଆକ୍ରମଣ କରୁଥିବେ। ବର୍ତ୍ତମାନ ହୁଁ ମଣିଷ ସମାଜ ଏମିତି ଗୋଟେ ଦୀର୍ଘ ବର୍ଷ ଧରିକିରି ରୁଗୁଣା ମୂଷାର ମାନସିକତା ନେଇ ଗତି କରୁଥିଲା। ସେମାନେ ହୁଁ ଭାବୁଥିଲେ ଟିଭିରେ କିଏ ଆମକୁ ଗୋଟେ ସଜେସନ ଦେଇଦବ ପୁରା, ସେ ଅମକ ଏକ୍ଟରରେ କଣ ଅମକ ଲାଇନ ଟା ଡାଇଲଗଟା ଆମର ଲାଇଫରେ କାମ ଦେଇଦବ ପୁରା,
ସେଇଠି ଗୋଟେ କଣ ଅଛି ଇମ୍ପୋର୍ଟାଣ୍ଟ, ଏମିତି ଖାଲି ପଦାରେ ପଦାରେ ସବୁ ବାହ୍ୟ ସୋର୍ସ, କିନ୍ତୁ କେବେ ହେଲେ ଅନ୍ତର୍ମୁଖୀ ଯୋଉ ଯାତ୍ରା ଯାହାକୁ କହିବା, ଅନ୍ତର୍ଜୀବନ ଯାତ୍ରା, ନିଜ ଭିତରକୁ ଦେଖିବା, ନିଜ ଭିତରେ ସବୁ ସମସ୍ୟାର ସମାଧାନ ଗୁଡାକ ରହିଛି। ଏଇ ଯୋଉ ବିଶ୍ୱାସ, ଏ ବିଶ୍ୱାସ ଟା କେମିତି ଆସିବ? ସ୍ଥିର ହେଇ ଟିକେ ବସିଲେ ତ ଆସିବ। ସ୍ଥିର ହେଇକି ବସୁଛି କିଏ ମତେ କୁହନ୍ତୁ? ଯେକୌଣସି ଲୋକକୁ ଆଜି ଡାକନ୍ତୁ, ତାକୁ ଯଦି 15 ମିନିଟ୍ ସ୍ଥିର ହେଇକିରି ଡିସକନେକ୍ଟେଡ ହେଇକି ବାହ୍ୟ ଜଗତରୁ ବସେ, ସେ ମାନେ ପାଗଳ ହେଇଯିବ। ପାଗଳ ହେଇକି ସେ କଣ ପାଗଳ ବୋଲି ଭାବିଲେ ନା କଣ? କାରଣ ସେ ଭଲେଇ ଜାଣିଛି 15 ମିନିଟ୍ ଯେତେବେଳେ ସେ ନିଜକୁ ନିଜେ ସାମ୍ନା କରିବ, ସେ ଭୟ ହେଇଯାଉଛି। ତେଣୁ ଯୋଉ ଫିଲିଙ୍ଗ ଅଫ ଏଲିନେସନ, ବିଚ୍ଛିନ୍ନ ହେଇଯିବା, ନିଜକୁ ନିଜେ ସାମ୍ନା କଲା ବେଳକୁ ନିଜକୁ ତ କେବେ ସେ ମିଛ କହିପାରିବନି ନା, ସେ ତ ସତ କହିବାକୁ ହବ। ତେଣୁ କାଳେ ସତଟେ ଧରା ପଡିଯିବ ନିଜ ପାଖରେ, ତାରି ଭୟ ବୋଧେ ତାକୁ ଗ୍ରାସ କରୁଛି। ଗ୍ରାସ କରିଦଉଛି। ବହୁତ ଦିନ ଧରି ଯେ ନିଜକୁ ନିଜେ ନେଗ୍ଲେକ୍ଟ କରିଥାଉଛି, ନିଜେ ଭାବୁଛି ମୁଁ ତ ଏତେ ଦିନ ସାଙ୍ଗ ମୋର ଭିତର ମଣିଷଟାକୁ ପଚାରିନି, ଆଉ ସେ ଯଦି କଣ କହିବ, ଏତେ ଦିନ ତାକୁ ପଚାରିନି, ଏବେ କୁଆଡେ ଆସିଲି ବୋଲି ପଚାରିବ। ତେଣୁ ଇଏ ଶୁଣନ୍ତୁ, ନିଃସଙ୍ଗତା ହଉ, ଯୋଉ ଡିପ୍ରେସନ ହଉ, ଏଗୁଡା ଭାରତର ଗୋଟେ ରୋଗ ନଥିଲା। ଏଗୁଡା ସବୁ ୟୁରୋପର, ଆମେରିକାର, ପଶ୍ଚିମ ୟୁରୋପିଆନ ଦେଶର ଏଗୁଡା ସବୁ ରୋଗ। କାହିଁକିନା ଶିଳ୍ପ ବିପ୍ଳବ ପରେ ପରେ ଯୋଉ ପରିବର୍ତ୍ତିତ ମାନସିକ ଚିନ୍ତାଧାରା ଆସିଲା, ସାମାଜିକ ପରିବର୍ତ୍ତନ ଆସିଲା, ତା ଭିତରେ ଡିପ୍ରେସନ ନାମକ ରୋଗଟି ଆସିଗଲା। ଆପଣ ଦେଖିବେ ନିଃସଙ୍ଗତା, ଆପଣଙ୍କର ଏଇ ଓଡିଶାର କଥା ମୁଁ କହୁଛି, ଆମେ ସହର ଲୋକମାନେ ଯେତିକି ଡିପ୍ରେସନ ବା ନିଃସଙ୍ଗତାର ଗ୍ରାସ କରୁଛୁ, ଆପଣ ଯେକୌଣସି ଆଦିବାସୀ ଘରକୁ ଯାଆନ୍ତୁ, ଯେକୌଣସି ଗାଁର, ଆପଣ ତ ଅଛନ୍ତି ଆଦିବାସୀ ଇଲାକାରେ, ତାର ସ୍ତ୍ରୀ ନଥିବ, ବାବା ନଥିବ, ପିଲା ନଥିବ, କେହି ନଥିବ, ଏକୁଟିଆ ବୁଢୀଟେ ଥିବ, କିନ୍ତୁ ଆପଣ ତାକୁ ଭଲକିରି ପରୀକ୍ଷା କରନ୍ତୁ, ନିଃସଙ୍ଗତା ରୋଗରେ ସେ ଗ୍ରାସ ହେଇନି। ତାର ଫିଜିକାଲି ଶକ୍ତି କମି ଯାଇଛି, ତାର ଅର୍ଥ ନାହିଁ, ସେ ରୋଗାକ୍ରାନ୍ତ, କିନ୍ତୁ ନିଃସଙ୍ଗତା ରୋଗ ତାକୁ ଆକ୍ରମଣ କରୁନି। ଅଥଚ ଏଇ ସହରରେ ମୁଁ ଦେଖିଛି, ବଡ ବଡ ସହରରେ କୋଟିପତି ହେଇଥିବେ, ସିନେମା ଘର ଭିତରେ ବସିବି ନିଃସଙ୍ଗ, ଫ୍ଲାଇଟ ଭିତରେ ବସିକିରି ନିଃସଙ୍ଗ, ଫୁଟବଲ ମ୍ୟାଚ ଦେଖୁଥିବେ, କ୍ରିକେଟ ମ୍ୟାଚ ଦେଖୁଥିବେ, 3000 ଟଙ୍କିଆ ଟିକଟ କରିକିରି ଷ୍ଟାଡିୟମରେ ବସିକିରି ବି ନିଃସଙ୍ଗ। ତେଣୁ ଯୋଉ ନିଃସଙ୍ଗତାଟା ବାହାରେ କେତେ ଲୋକକୁ ଭିଡରେ ଆପଣ ଅଛନ୍ତି ତା ଉପରେ ନିର୍ଭର କରେନି, ନିର୍ଭର କରେ ଆପଣ ନିଜ ଭିତରେ ନିଜ ସହିତ କେତିକି ସଂଯୋଜିତ ହେଇକି ରହିଛନ୍ତି। ନିଜ ଭିତରେ ଯୋଉ ମୁହୂର୍ତ୍ତରେ ଆପଣ ବିଚ୍ଛିନ୍ନ ହେଇଯାଉଛନ୍ତି, ଆପଣ ଅତି ଶୀଘ୍ର ଆପଣଙ୍କ ଭିତରେ ଇମ୍ୟୁନିଟି ପାୱାର କମି ଯାଉଛି, ଆପଣ ବାହ୍ୟ ନିର୍ଭରଶୀଳ ହେଇଯାଉଛନ୍ତି। ଆଉ ବର୍ତ୍ତମାନ ଯୋଉ ପରିସ୍ଥିତି ଆସିଲା, ବର୍ତ୍ତମାନ ବାହ୍ୟଟା ଡିସକନେକ୍ଟେଡ ହେଇଗଲା। ତେଣୁ ମଣିଷ ଭାବୁଛି ତାହେଲେ ସାଙ୍ଗ କାହାନ୍ତି, କାହାକୁ ମୁଁ ପଚାରିବି, କାହା ସାଙ୍ଗରେ ସମୟ କଟେଇବି? ସିଏ ତା ଘରେ ରହିଲାଣି, ସିଏ ତା ଘରେ, କିଏ ତ ଘରୁ କାହାର ଆସୁନି, କିଏ କୁଆଡେ ଯାଇପାରୁନି, ଆମେ ଖେଳ ପଡିଆ ଯାଇପାରୁନୁ, ସିନେମା ଯାଇପାରୁନୁ, ବୁଲି ପାରୁନୁ, ହସି ପାରୁନୁ, କେମିତି କଣ କରାଯାଇ ପାରିବ? ଏଇଟା ନିଶ୍ଚିତ ଗୋଟେ ଅସ୍ୱାଭାବିକ ପରିସ୍ଥିତି। କିନ୍ତୁ ଆମର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଦିଆଯାଇ ନାହିଁ। ତେବେ କେମିତି ଏଇ ଯୋଉ ଭିତର ସହିତ କଥା ହେବାର ଅଭ୍ୟାସ ଆମେ କେମିତି କରିବା, କଣ କଲେ ଆମେ ନିଃସଙ୍ଗତାରୁ ଆମେ ଦୂରେଇ ପାରିବା? ନିଶ୍ଚୟ ନିଜ ସହିତ କଥା ହବାର ଅଭ୍ୟାସ, ଅର୍ଥାତ୍ ତାକୁ ଆମେ ଏମିତି କହୁଛେ, ତାର ଅସଲ ଆଧ୍ୟାତ୍ମିକ ଶବ୍ଦ ହେଉଛି ଧ୍ୟାନ। ଧ୍ୟାନ ଅର୍ଥ ଆମେ ବହୁତ ଦିନ ଧରି ଧାରଣା ହେଇଗଲା ଯେ ଫଟୋ ଆଗରେ ଆଖି ମୁଜିକିରି ଧୂପଟେ ଦେଇକି ବସିବା, ଫୁଲଟେ ଦେଇକିରି କଣ ଗୋଟେ ନିଜର ଆଧ୍ୟାତ୍ମିକ ଗୁରୁକୁ ଡାକିବା, ସିଏ ଠିକ ଅଛି ଆରମ୍ଭ। କିନ୍ତୁ ଧ୍ୟାନ ବିଭିନ୍ନ ପ୍ରକାର କରାଯାଇପାରେ। ଧରନ୍ତୁ ବର୍ତ୍ତମାନ ବର୍ଷା ହଉଛି, ଆପଣ ବର୍ଷାଟାକୁ ଦେଖିକି କଣ ଧ୍ୟାନ ଦେଇପାରିବେନି? କେମିତି ଝରଝର ଝରଝର ହେଇକି ବର୍ଷି ଯାଉଛି, କେମିତି ପକ୍ଷୀଟେ ପତ୍ର ତଳେ ବସିକିରି ଅନେଇ ବସିଛି, ବର୍ଷାଟା କେତେବେଳେ କମିବ, କି ଝଡି ପଟରେ ଉଡି ଉଡି ଯାଇକି ତା ପାଟି ପାଖକୁ ପଳେଇ ଯାଉଛି, ତା ଥଣ୍ଟ ପାଖକୁ ପଳେଇ ଯାଉଛି, ଏଇ ଯୋଉ ତମାମ ଦୃଶ୍ୟ, ଏଇଟା ବି ଆପଣଙ୍କର ଧ୍ୟାନ ଅନ୍ତର୍ଭୁକ୍ତ ହୁଏ। ମାନେ ପ୍ରଥମ ପର୍ଯ୍ୟାୟରେ ଆମକୁ ଯାହା ଦିଆଯାଇଛି, ଆମ ସାମ୍ନାରେ ଯୋଉ ସୌନ୍ଦର୍ଯ୍ୟଟାକୁ ଦିଆଯାଇଛି, ତା ପ୍ରତି କୃତଜ୍ଞତାର ଯଦି ଆମେ ଅଧିକରୁ ଅଧିକ କୃତଜ୍ଞ ହେଇପାରିବା, ତେବେ ତା ପ୍ରତି ଆମ ଧ୍ୟାନ ସେତିକି ହେଇପାରିବା, ସେତିକି କୃତଜ୍ଞତାର ଭାବରେ। ତେଣୁ କୃତଜ୍ଞତା ବୋଧହୁଏ ଆମର ଗୋଟେ କି ପଏଣ୍ଟ ଆମର ଆସିପାରେ। କୃତଜ୍ଞତା ହଉଛି ମଣିଷର ମାନେ କୋଉଠି ଗୋଟେ ଶୁଣିଥିଲି, ସବୁ ଦେବୀ ମାନଙ୍କୁ ଯେତେବେଳେ ଡକାଗଲା, ଗୋଟେ ବଡ ଧରଣର ମିଟିଂ ହଉଥିଲା, ସଭା ହଉଥିଲା, ସଭା ଶେଷକୁ ଆସିଲେ କୃତଜ୍ଞତା ଦେବୀ, ଯିଏକି ସଫା ସରଳ ଗୋଟେ ସୂତା ସାଇଟରେ ପିନ୍ଧିଛନ୍ତି, ଆସିଥିଲେ। କୃତଜ୍ଞତା ହଉଛନ୍ତି ସବା ଶେଷ ଲୋକ। ଆମେ ପ୍ରକୃତି ସହିତ ଏକାତ୍ମ ହେବାନି, ପ୍ରକୃତିର ଦେଖିବାନି, ଅଥଚ ଖାଲି ପ୍ରକୃତି ପ୍ରତି କୃତଜ୍ଞ ହେଇଯିବା, ଏଇଟା ହବନି। ଏଇଟା କଣ କି କହିଲେ, ମାନେ ପାଠ ନ ପଢିକିରି ମତେ ମେଟ୍ରିକ ସାର୍ଟିଫିକେଟ ଦେଇଦେଲା ଭଳିଆ। ତେଣୁ ପ୍ରଥମେ ପ୍ରକୃତିର ଦେଖାଯାଉ, ଆଖି ଖୋଲିକି ଦେଖନ୍ତୁ, ତାକୁ ଛୁଇଁକିରି ଦେଖନ୍ତୁ, ଏସବୁ ନିଜ ଭିତରେ ପ୍ରକୃତିକୁ ଆସିବାକୁ ଦିଅନ୍ତୁ ନା। ନିଜ ଝରକା ଗୁଡାକ ଯୋଉ ବନ୍ଦ କରି ରଖିଛନ୍ତି, ତା ଭିତରେ ପ୍ରକୃତି ସାଙ୍ଗରେ ଗୋଟେ ଏକାତ୍ମ ଭାବ ଆସିବାର ବହୁତ ଶେଷରେ ଯାଇକି କୃତଜ୍ଞତା ଆସେ। ନହେଲେ ଆମେ କହିବା ସିନା ପ୍ରକୃତି ପ୍ରତି କୃତଜ୍ଞ, ଆପଣ କେମିତି କଣ କୃତଜ୍ଞ ହେଇଛି ଗୋଟେ ଜିନିଷ ପ୍ରତି, ଆପଣ ଯାହାକୁ ଜାଣିନାହାନ୍ତି, ଯାହା ସଙ୍ଗେ କେବେ ସଙ୍ଗ ନାହିଁ, ତା ଲେନା ଦେନା ନାହିଁ, ସମ୍ପର୍କ ନାହିଁ, ତା ପ୍ରତି କୃତଜ୍ଞ କେବଳ ଶବ୍ଦରେ ରହିଯିବ। ତେଣୁ କୃତଜ୍ଞତା ପଛ ଜିନିଷ, ଶେଷରେ ପହଞ୍ଚିବା କୃତଜ୍ଞତାରେ ଆମେ ଯେମିତି ଶେଷ ସେଟା ପର୍ଯ୍ୟାୟ ଭଲ ପାଇବା, ତାକୁ ସ୍ପର୍ଶ କରିବା। କୃତଜ୍ଞତାରେ ଶୁଣନ୍ତୁ, ଯଦି କୃତଜ୍ଞତା ଷ୍ଟେଜରେ ଆପଣ ନ ପହଞ୍ଚୁଛନ୍ତି, ଆପଣଙ୍କର ଭଲ ପାଇବାଟା ଦୀର୍ଘ ମିଆଦି ହବ ନାହିଁ, ଦୀର୍ଘସ୍ଥାୟୀ ହବ ନାହିଁ। ତେଣୁ ଆପଣଙ୍କର ଏ ସବୁ ପଛରେ କୃତଜ୍ଞତା ଯଦି ଆସୁଛି, ତେବେ ଆପଣ ସମ୍ପର୍କ ଦୀର୍ଘସ୍ଥାୟୀ ହବ।
ଆପଣ ଯଦି କୃତଜ୍ଞତା ନଥିବ ହୁଏତ ଆଜି ଗୋଟେ ହ୍ୟୁମିସିକାଲି ପ୍ରକୃତି ଦେଖିଲେ ଆଉ ବଢିଆ ଲାଗୁଛି ତାପରେ ହଠାତ୍ ଆପଣଙ୍କୁ ମନେ ପଡିଲା ଯେ ସେ ଜଙ୍ଗଲର 10ଟା ଗଛ ଯଦି କାଟିକି ନେଇଗଲେ 10 ଲକ୍ଷ ଟଙ୍କା ମିଳିଯିବ, ଆପଣ ସାଙ୍ଗେ ସାଙ୍ଗେ ଲୋକ ପକେଇକି ଗଛ କାଟିଦେଲେ। ସେ ଗଛ କାଟି ଆପଣ କୌଣସି ପ୍ରକାର ଭିତରେ କମ୍ପନ ବା ଦୁଃଖ ସୃଷ୍ଟି ହବନି, କାହିଁକିନା ଆପଣଙ୍କ ଭିତରେ କୃତଜ୍ଞତା କେହି ନଥିଲା, କିନ୍ତୁ ଜଙ୍ଗଲ ଦେଖି ଆପଣ ଖୁସି ହେଇଛନ୍ତି। ତେଣୁ କୃତଜ୍ଞତାଟା ଯଦି ଆସେ ସେଇଟା ପୂର୍ଣ୍ଣାଙ୍ଗ ରୂପ ଦିଏ ଆପଣ ଭଲ ପାଇବାଟାକୁ, ଆପଣଙ୍କର ଯୋଉ ସମ୍ପର୍କକୁ, ସାଯୁଜ୍ୟକୁ, ଅନ୍ତରଙ୍ଗତାକୁ, ଇଣ୍ଟିମେସିକୁ, ସହଭାଗିତା, ଏଗୁଡାକୁ ପୂର୍ଣ୍ଣାଙ୍ଗ ରୂପ ଦିଏ କୃତଜ୍ଞତା, ଶେଷରେ ଆସେ। ତେଣୁ ଆପଣ ପ୍ରଥମେ ଭଲ ପାଆନ୍ତୁ ନା ଗଛ ମାନଙ୍କୁ ଭଲ ପାଆନ୍ତୁ, ପ୍ରକୃତି ସାଙ୍ଗରେ ପ୍ରକୃତି ଗୋଟେ ପିଲାକୁ ଯଦି ପ୍ରକୃତି ଭଲ ପା, ତାର ମିନିଂ କଣ ତା ପାଇଁ? ସେ ଯଦି ପ୍ରକୃତି ସାଙ୍ଗରେ କେବେ ଜଙ୍ଗଲ ବୋଲି କେବେ ଦେଖିଲାନି, ଗଛଟା ବୋଲି ଛୁଇଁଲାନି, ଆପଣ ପଚାରନ୍ତୁ ବର୍ତ୍ତମାନ ସହରରେ ଗୋଟେ ବଡ ଗଛକୁ କେତେଟା ପିଲା ଛୁଇଁଛନ୍ତି ମତେ କୁହନ୍ତୁ? ଗଛଟାକୁ ଛୁଇଁଲେ ସେ ଯୋଉ କମ୍ପନ, ଗଛକୁ ଭିଡିକିରି ଜାବୁଡିକି ଧରନ୍ତୁ ତ ଦେଖିବା। ଏଇଟା ହଉଛି ଗୋଟେ ଆମର ପ୍ରାକ୍ଟିସ, ଗୋଟେ ଜୈନିଜିମ ରେ ହଉ, ବୁଦ୍ଧିଜମ ରେ ଏଇଟା ଥିଲା। ଗୋଟେ ମୁଁ କହୁଛି ଅଲେଖ ବାବା ଜଣେ ମତେ ଶିଖେଇଥିଲେ ଯେ ଯେତେବେଳେ ମନେ ପଡୁଛି ମୋର ଓୟୁଟିରେ ଯେତେବେଳେ ପାଠ ପଢୁଥିଲି, ସେ ଖଣ୍ଡଗିରି ପାଖରେ ଜଣେ ଅଲେଖ ବାବା ଥିଲେ। ମୁଁ ରାତିରେ ରହିବାକୁ ଗୋଟେ ଥର ଯାଇଥିଲି ସେଇଠି। ସକାଳୁ ଦେଖିଲି ଜଣେ ବାବା ଏକଦମ ଗୋରା ତକ୍ତ ହେଇକି ବସିଛନ୍ତି। ତାଙ୍କୁ ମୁଁ ବିଭିନ୍ନ କଥା ପଚାରିଲି, ଏଇ କଥାଟି ପଚାରିଥିଲି ଯେ ମନ ଯେତେବେଳେ ନିସଙ୍ଗ ହେଇଯାଉଛି କଣ କହି? ସେ ମତେ ଦେଖେଇଲେ ଗୋଟେ ବଡ ଚଟା ପଥର ଗୋଟେ ଥିଲା, କହିଲା ଦେଖ ଏମିତି ହାତ ଜାଡିକି ପଥର ଉପରେ ଶୋଇଯାଅ ନା, ପଥରର ବି ଗୋଟେ ଆତ୍ମା ଅଛି, ସେ ଯେତେବେଳେ ତୁମେ ତାକୁ ନିଜର ବୋଲି ଭାବିବ, ସିଏ ତମକୁ ଅଫୁରନ୍ତ ଧୈର୍ଯ୍ୟ ଶକ୍ତି ଦେଇଦବ। ସେମିତି ଗୋଟେ ଗଛକୁ ଯଦି ଆପଣ ଖାଲି ଭିଡି ଧରନ୍ତୁ, ବଡ ଗଛଟାକୁ, ଗଛର ଯୋଉ ଧୈର୍ଯ୍ୟ, ଗଛର ଯୋଉ ବଞ୍ଚି ରହିବାର ଆସ୍ପର୍ଦ୍ଧା ଶକ୍ତି, ସିଏ ଆପଣଙ୍କୁ କେତେ ନା କେତେ ଶକ୍ତି ଦେଇଦବ। ଆମର ପଡୋଶୀ ସାଙ୍ଗରେ ଆମର ସମ୍ପର୍କ ନାହିଁ। ତେଣୁ ଆମର ଯେତେବେଳେ ଲୁଣ ଟିକେ ସରିଗଲା ଆମେ କଣ କରୁଛେ? ଅଲଣା ଖାଉଛେ, ନହେଲେ ନାଇଁ ଦୋକାନକୁ ଯାଉଛେ, ଦୋକାନ ଯଦି ଆପଣ ସଟଡାଉନ ରେ ବନ୍ଦ, ତାହେଲେ କଣ କରୁଛେ? ସିନ୍ଦିଆ ଖାଉଛେ, ରହୁଛେ। କିନ୍ତୁ ଯାହାର ପଡୋଶୀଙ୍କ ସାଙ୍ଗରେ ଭଲ ସମ୍ପର୍କ, ସେ ସାଙ୍ଗେ ସାଙ୍ଗେ ପଡୋଶୀକୁ ଲୁଣ ଆଣେ, ତାର ତେଲ ନାହିଁ ଆପଣ ତେଲ। ତେଣୁ ଆମର ପଡୋଶୀ ମାନେ ହେଲେ ଗଛ ପତ୍ର, ପ୍ରକୃତି, ମଣିଷ ସମସ୍ତେ। ତେଣୁ ପଡୋଶୀ ସାଙ୍ଗେ ସମ୍ପର୍କ ହେଲେ ଆପଣ ଯାହା ଅଭାବ ହବ ପଡୋଶୀ ଆପଣଙ୍କୁ ଦେଇଦବ। ଆପଣଙ୍କ ଘରେ ପଇସା ନାହିଁ, ପଡୋଶୀ ଦେଇଦବ ଯଦି ଭଲ ସମ୍ପର୍କ ଅଛି। ଆପଣ ଖାଲି ମୋର ରୋଜଗାରରେ ହିଁ ମୁଁ ପିଲାକୁ ଡାକ୍ତର ଖାନାକୁ ନେବି, ମୋର ରୋଜଗାର ଘର କରିବି, କାହା ସାଙ୍ଗେ ସମ୍ପର୍କ ରଖିବିନି, ଆପଣ ଦେଖନ୍ତୁ କୋଉଠି ନା କୋଉଠି ୟୁ ୱିଲ୍ ବ୍ରେକ୍। କାରଣ ଆପଣ ଏକୁଟିଆ କେବେ ଜନ୍ମ ହେଇନାହାନ୍ତି ପୃଥିବୀରେ, ଆଉ ଏକୁଟିଆ କେବେ ରହିପାରିବେନି। ସବୁ ଜିନିଷ କୋପରେସନ ରେ ଚାଲିଛି। କାହାର ସରପ୍ଲସ ଟା ଆପଣ ଆସୁଛି, ଆପଣ ସରପ୍ଲସ ଟା ଆଉ କୁଆଡେ ଯାଉଛି। ତେଣୁ ଏଇ ସେଇଟା ଯୋଉ ତ ଗୋଟେ ସାମାଜିକ ମାନସିକ ଜୀବନର ଦୁନିଆ, ନିୟମ। ଭାବର ଯୋଉ ଅଭାବ ଟା ବର୍ତ୍ତମାନ ଦେଖାଯାଇଛି, ଇମୋସନ ଟା ଆମର କମି ଯାଉଛି, ଆଉ ଇମୋସନ ଟା ସମ୍ପର୍କରେ ଆମେ ସଚେତନ ହଉନେ, ୟାକୁ କେମିତି ଆମେ ବିଲ୍ଡ ଅପ୍ କରିବା? ଇମୋସନ ସଚେତନ ହେବା ପାଇଁ ବର୍ତ୍ତମାନ ସବୁଠୁ ବଡ ସୁଯୋଗ ଆମର ଶିକ୍ଷା ବ୍ୟବସ୍ଥାରେ ହିଁ ପିଲା ଆରମ୍ଭ କଥା। ଦେଖନ୍ତୁ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ରହିଲା, ମନ ଉପରେ ବି କିଛି କିଛି ଶିକ୍ଷା ରହିଲା। ଦୁର୍ଭାଗ୍ୟ ଆମ ଓଡିଶାରେ ଯାବତ ଅତି କମରେ 10th କ୍ଲାସ ଭିତରେ ଯେମିତି ସ୍ୱାସ୍ଥ୍ୟ ଭଳି ମନ ଉପରେ ଦେବା କଥା, କିନ୍ତୁ ଇମୋସନ ଯୋଉଟାକୁ ଅଲଗା ଜିନିଷ, ତାକୁ ଏମାନେ ଗୋଟେ ଅଲଗା ବିଷୟ ବୋଲି ସ୍ୱୀକାର ହିଁ କରୁନାହାନ୍ତି ଆମର ଶିକ୍ଷାବିତ ମାନେ। ମନ ଆଉ ଇମୋସନ ବା ଭାବ, ଏ ଦିଟା ଅଲଗା ଜିନିଷ। ମନଟା ଗୋଟେ ତଥ୍ୟ ଭିତ୍ତିକ ଜିନିଷ, ସେଥିରେ ସୁଖ ଦୁଃଖ ନଥାଏ, ସେଥିରେ ଶକ୍ତି ନଥାଏ, ସେଥିରେ ପ୍ରେରଣା ନଥାଏ, ଆସ୍ପର୍ଦ୍ଧା ନଥାଏ, ଦୁଃସାହସ କିଛି ନଥାଏ। ସେ ଗୋଟେ ଇନଫର୍ମେସନ, ଆପଣଙ୍କର କମ୍ପ୍ୟୁଟରର ଗୋଟେ ହାର୍ଡ ଡିସ୍କ ଭଳିଆ, ଗୋଟେ ପ୍ରୋଗ୍ରାମିଂ କେବଳ, ସେଥିରେ କିଛି ନଥାଏ। ସିଏ ଆପଣଙ୍କର କହିବା ମୁତାବକ ଜିନିଷ ଗୋଟେ କେବଳ ଆପଣଙ୍କୁ ଯୋଗେଇ ଦିଏ। କିନ୍ତୁ ଅସଲ ମଣିଷଟା ହଉଛି ଆପଣଙ୍କର ଭାବ ସ୍ତର, ଯାହାକୁ ଇମୋସନ କହିବା। ଆଉ ବୈଜ୍ଞାନିକ ମାନେ କହୁଛନ୍ତି ଯେ ମଣିଷଟା ହଉଛି 90% ଇମୋସନ ରେ ତିଆରି, 10% ସେ କେବଳ ଲଜିକାଲ ବା ଆପଣଙ୍କର ମେଣ୍ଟାଲ, ମନଗତ 10%। ଆପଣଙ୍କ ଘରେ ଆପଣଙ୍କ ଯେମିତି ଯୋଉ ଜୀବନରେ ବଞ୍ଚୁଛନ୍ତି, ବା ଆପଣଙ୍କର ଯୋଉ ଯେକୌଣସି ଲୋକ ଯେମିତି, ସେ 90% ଇମୋସନ ରେ ବଞ୍ଚୁଛି, ଲଜିକାଲି ବଞ୍ଚୁନି। ଆପଣ ଗୋଟେ ଚା ଦୋକାନକୁ ଯାଉଛନ୍ତି, କେବେ ହିସାବ କରୁନାହାନ୍ତି ଯେ ମୁଁ 5 ଟଙ୍କା ଦେଇକିରି ମୁଁ ୟାଠୁ କଣ ପାଇଲି, ତାଠୁ କଣ ପାଇଲି, ଏଇଠୁ କ୍ଷୀର ସିଏ କେତେ ପକେଇଲା, ସିଏ କେତେ କ୍ଷୀର, ଏ ଚିନି କେତେ, ଏତେ ହିସାବ କରୁନାହାନ୍ତି। ଆପଣ ଯାଉଛନ୍ତି ଭାବଗତ ସମ୍ପର୍କ ଦେଖିକିରି ସେ ଚା ଦୋକାନ ଟା କେବେ ଥରେ ଦେଖିକିରି ଆପଣଙ୍କୁ, ଆପଣ ସାର୍ଟ ଟାକୁ କିଏ ପ୍ରଶଂସା କରିଦେଇଥିଲା, ବଢିଆ ହେଇଛି ଶାନ୍ତାକାର ଭାଇ ସାର୍ଟ ଟା, ଆପଣ ଏ ଗୋଟିକ ଧାଡି ସାରା ଜୀବନ ଆପଣ ବାନ୍ଧିଦେଲା। ତେଣୁ ଏଠି କଣ ଲଜିକ କାମ କରେ ନା ଇମୋସନ କାମ କରେ? ବୁଝିପାରୁଛନ୍ତି? ଗୋଟେ ସାନ ପିଲାକୁ ପାଠ ପଢୁନଥିଲା, ସେ ପିଲାଟା ମୂର୍ଖ ହେଇ ବୁଲୁଥିଲା, ତା ସାର୍ କହିଦେଲେ ଖାଲି ତୁ କଣ ଡରୁଛୁ ପାଠ ପଢୁନୁ ବୋଲି, ମୁଁ ମଧ୍ୟ ତୋ ବୟସରେ ମୁଁ ମଧ୍ୟ କିଛି ପଢୁନଥିଲି, ଲଙ୍ଗଳା ହେଇକି ବୁଲୁଥିଲି, ଗଛ ଉପରେ ଚଢୁଥିଲି, ପକ୍ଷୀ ଧରୁଥିଲି, ତୁ ଯେମିତି ମୁଁ ସେମିତି। ସେ ପିଲାଟାର ଆଖି ମେଲା ହେଇଯିବ, ସାରା ଜୀବନ ସେ ଶିକ୍ଷକଙ୍କୁ ଭୁଲି ପାରିବନି। ଯୋଉ ମୁହୂର୍ତ୍ତରେ ଆମେ ମିଛ କଥା ଗୁଡେ କହିକିରି ଅନ୍ୟ କେବଳ ଆଡଭାଇସ ଦେବାକୁ ଚାହୁଁଛୁ, ତାର ସ୍ତରକୁ ନ ଆସିକିରି, ଭାବଗତ କୌଣସି ସମ୍ପର୍କ ନଥାଇକିରି, ସେ ସମୟରେ ଏଇ ସବୁ ଉପଦେଶ ଗୁଡାକର ମୂଲ୍ୟହୀନ ହେଇ ପଡେ।
ତେଣୁ ତେଣୁ ଗଦା ଗଦା ଉପଦେଶ ବହି ଅଛି। ଯୋଉ ସମୟରେ କି ଆମେ ସମସ୍ତେ ବାନ୍ଧିକି ରହିଯାଇଛେ ଘର ଭିତରେ, ସମାଜ ସହିତ ସେତେ ସମ୍ପର୍କ ରଖି ହଉନାହିଁ, ଅନେକ ସମୟରେ ସଟଡାଉନ ଲକଡାଉନ ଏ ଭିତରେ ବୋଧହୁଏ ପ୍ରଥମ ପର୍ଯ୍ୟାୟ ଭାବରେ ଆମେ ନେଇପାରିବା ଗୋଟେ ଭଲ ବହିଟେ ପଢିବା, ଭଲ ମ୍ୟୁଜିକଟେ ଶୁଣିବା, ଭଲ ସିନେମାଟେ ଦେଖିବା, ଭଲ କଥାବାର୍ତ୍ତା ଟିକେ କରିବା, ଫୋନରେ ହଉ କିମ୍ବା ମେସେଜରେ ହଉ, ଯେତେବେଳେ ଆମେ ଭଲ 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 କଥାବାର୍ତ୍ତା ବିନିମୟ କରିବା, ବୋଧହୁଏ ଭାବଟା ଆଉ ଟିକେ ଷ୍ଟ୍ରଙ୍ଗ ହବ ଏବଂ ଏଇ ଯୋଉ ସିଣ୍ଡ୍ରୋମ ଭିତରୁ ଆମେ ବାହାରି ପାରିବା ବୋଲି ଭାବୁଛି। ଆପଣ କଣ ହଁ କହୁଛନ୍ତି? ହଁ ନିଶ୍ଚୟ। ଆପଣଙ୍କର ଭାବ ପରିପ୍ରକାଶ ହେବା ପାଇଁ ସବୁବେଳେ ଯୋଉଟେ ଭାଷା ଦରକାର, ଗୋଟେ ମିଡିୟମ ଟେ, ତାହା ନୁହଁ। ଯଦି ହୁଁ ମିଳିଲା ତ ଭଲ କଥା, କିନ୍ତୁ ହୁଁ ନ ମିଳୁଛି ଯଦି ବର୍ତ୍ତମାନ ଯୋଉ ସ୍ଥିତିରେ, ଆପଣ ଧର ବଡ ସୁନ୍ଦର ସିନେମାଟେ ଦେଖିବେ, ହୁଁ ସେଥିରେ ଯୋଉ ସୁଖ ଦୁଃଖର ଉତ୍ଥାନ ପତନ, ମଣିଷର ହସ ଖୁସି, ତା ଭିତରେ ଦେଇକି ଆପଣ ଭାବ ସଞ୍ଚରି ଯିବ। ହୁଁ ଭାବ ପାଇଁ ସତ ସତିକା ଗୋଟେ ମଣିଷଟେ ଯେ ଆପଣ ଚାରି ପାଖରେ ରହିବେ, ସେମିତି ଗୋଟେ ଟ୍ରାଜିକ ସିଚୁଏସନ ପଡିଥିବା ଗୋଟେ ସ୍ତ୍ରୀ ଲୋକର ଧରନ୍ତୁ ଗୋଟେ କାହାଣୀଟେ ଦେଖିଲେ, ହୁଁ ବହୁତ ହଇରାଣ ଭିତରେ ସେ, ଆପଣ ସତ ସହିତ ଯେ ଆପଣ ଏନଭାରମେଣ୍ଟ ଗୋଟେ ଆପଣ ପଡିଛି କି ଆଗରେ କି ପଛରେ କି ଗୋଟେ ରହିଥିବ, ସେମିତି ଆଉ ଦରକାର ନାହିଁ। ଆପଣ ହୁଁ କାହାଣୀ ମାଧ୍ୟମରେ ଭାବର ସଞ୍ଚାର ହେଇପାରିବେ, ସେ କାହାଣୀଟା ଆପଣଙ୍କୁ ସଞ୍ଚରି ଯିବ, ଆପଣ ବି କାହାଣୀ ଭିତରେ ସଞ୍ଚରି ଯାଇପାରିବେ। ଏଇଟା ବଡ ଇଜି, ଆଉ ଆଧୁନିକ ପୃଥ୍ୱୀରେ ଏଇଟା ବହୁତ ସହଜ। ହୁଁ କେବଳ ଆମେ ନିଜକୁ ନିଜେ କବାଟ କିଳି ରଖିଛେ ହୁଁ ବୋଲିକିରି ଅସୁବିଧା। କବାଟ କିଳିଛେ କାହିଁକି? ଆମେ ସବୁବେଳେ ଭାବୁଛେ ଯେ ଆମର ଚଏସ୍ ଗୁଡାକ ସବୁ ବାହାର କିଏ ଆମ ପାଇଁ କରିବ, ମିଡିଆ କରିଦବ, ଆଡଭର୍ଟାଇଜ କମ୍ପାନୀ ମାନେ କରିବେ। ହୁଁ ମୋର ପସନ୍ଦ ବୋଲି କିଛି ନାହିଁ। ମୁଁ ମୋ ପସନ୍ଦର ଗୀତଟେ ଶୁଣିବି, ମୁଁ ମୋ ପସନ୍ଦର ବହିଟେ ପଢିବି, ମୋ ହୁଁ ପସନ୍ଦର ଲୋକକୁ ମୁଁ ଫୋନରେ କଥା ହେବି, ମୋ ପସନ୍ଦର ମୁଁ ଗୋଟେ ଆଇଡିଆଟେ ଦେବି। ଏ ହୁଁ ବିଶ୍ୱାସ ନାହିଁ ମଣିଷର। ସବୁ ମଣିଷ ଭାବୁଛନ୍ତି ଟିଭି କଣ କହୁଛି, ଖବର କାଗଜ କଣ କହୁଛି, ସେ ବାବୁ କଣ କହୁଛନ୍ତି, ସେ ଅମକ ମହାତ୍ମା କଣ କହିଲେ, ସେ ସାଧୁ ବାବା କଣ କହିଲେ, ସେ ପଲିଟିସିଆନ ଲିଡର, ଏଇଗୁଡା ଖାଲି ଅନ୍ୟଙ୍କର ମତ ଭିତରେ ଏମିତି ଡୁବି ଯାଉଛି ଯେ ମୋ ଭୟ ମତରେ ଲାଗୁଛି ଯେ ମୋ ତାକୁ ମତରେ ଯେ କିଛି ରହୁନାହିଁ, ମୋର ଯୋଉ ମୋର ମତଟା ରହିବା କିଛି ନାହିଁ, କଥା। ମୁଁ ଗୋଟେ କେଡେ ନଗଣ୍ୟ। ତେଣୁ ତା ଦ୍ଵାରା କଣ ହଉଛି, ଆମେ ନିଜକୁ ଆମେ ରିଜେକ୍ଟ କରିଦଉଛେ। ହୁଁ ଯେତେବେଳେ ଆମେ ବାର ବାର ରିଜେକ୍ଟ କରିବା, ଆପଣ ଯଦି କୁକୁରଟାକୁ ଆଜ୍ଞା ବାର ବାର ଟେକା ମାରି ବୋଲି ବାଡି ବୋଲି ଠେଙ୍ଗାଟା ଦେଖେଇ, ସେ କୁକୁର ଆପଣଙ୍କ ପାଖକୁ ଆସୁଛି। ତେଣୁ ହୁଁ ଆପଣ ମନଟା ବି ଆପଣଙ୍କ ଭିତରେ ରହିଥିବା ଗୋଟେ ସତ୍ତା, ହୁଁ ସେଟା ଆପଣଙ୍କର ନିଜସ୍ୱ ସମ୍ପତ୍ତି ବୋଲି କେବେ ଭାବନ୍ତୁନି। ହୁଁ ଆପଣଙ୍କୁ ଦିଆଯାଇଥିବା ଯେମିତି ଘରକୁ, ଆପଣଙ୍କୁ ଗୋଟେ ଜାଗାକୁ ଗଲେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଦେଲା, ହେଇଠି ଗାଈଟେ ନେ, କୁକୁରଟେ ନେ, ଘୋଡାଟେ ନେ, ସ୍କୁଟରଟା ନେଲେ, ହୁଁ ସେମିତି ଆପଣଙ୍କୁ ଦିଆଯାଇଥିବା ଗୋଟେ ସତ୍ତା, ଗୋଟେ ଶକ୍ତି ହେଲା ମନ। ହୁଁ ଆପଣ ଯଦି ବାର ବାର ସେ ମନକୁ ରିଜେକ୍ଟ କରିବେ, ସେ ମନଟାର କୌଣସି ଚଏସ୍ ବୋଲି କିଛି ନାହିଁ, ତାକୁ ପୁରା ମାରିଦେବେ, ସେ ମନ ଆପଣ କାହିଁ ସାହାଯ୍ୟ କରିବ? କୁକୁର ଯେମିତି ପଳେଇ ଯାଉଛି ଛାଡିକିରି, ସବୁବେଳେ ଆପଣ ଯଦି ଧିକ୍କାର କରିବେ କୁକୁରଟା, କୁକୁର ରହୁନି, ହୁଁ ସେମିତି ମନ ବି ଆପଣଙ୍କ ପାଖରେ ରହେନି। ହୁଁ ତେଣୁ ଆପଣ ଭାବନ୍ତି, ବହୁତ ଲୋକଙ୍କ ପାଖରେ ଯେମିତି ପଚାରିବେ ତମର ଗୋଟେ ମନ ଅଛି ବୋଲି ତମେ ଅନୁଭବ କରିବ କି, ବହୁତ ଲୋକ ଆଶ୍ଚର୍ଯ୍ୟ ହେଇଯିବେ, କାରଣ ବହୁତ ଦିନ ହେଲା ସେମାନେ ଭୁଲି ସାରିଲେଣି ଯେ ତାଙ୍କର ଗୋଟେ ସତରେ ମନରେ ଅଛି। ସେ ମନଟାକୁ ରୋଗ ହୁଏ, ସେ ମନଟା ନିସଙ୍ଗ ହେଇଯାଏ, ସେ ମନଟା କିଛି ଚାହେଁ, ଏଗୁଡା କେବେ ସେମାନେ ଏକ୍ସପେରିଏନ୍ସ କରୁନାହାନ୍ତି, କାହିଁକିନା ମନଟାକୁ ସ୍ୱୀକାର କରିନାହାନ୍ତି। ସ୍ୱୀକାରଟା ପ୍ରଥମ ଜିନିଷ, ଯେ ମୋର ମନଟାକୁ ମୁଁ ପ୍ରଥମେ ସ୍ୱୀକାର କରିବି, ସେ ଯୋଉଠି ଅଛି, ଯୋଉ ସ୍ଥିତିରେ ଅଛି, ମୁଁ ତାକୁ ପ୍ରଥମେ ଭଲ ପାଇବି, ଆଉ ତାକୁ ସମ୍ମାନ ଜଣେଇବି। ହୁଁ ଚାहे ସାରା ପୃଥିବୀ ମୋ ବିରୁଦ୍ଧରେ ଯାଉ, ସାରା ପୃଥିବୀ, ମୋର ଖ୍ୟାଲ ନାହିଁ, କିନ୍ତୁ ମୋ ମନଟାକୁ ମୁଁ ନିଜେ ଆପଣେଇବି। ଛୋଟ ଦୁଷ୍ଟ ପିଲାକୁ ଯେମିତି ମଣିଷ ଆପଣାଏ, ଧୀରେ ଧୀରେ ନିଜର କଲେ ଯାଇକି ସେ ପିଲାଟା ତ ଆପଣଙ୍କର କଥା ଶୁଣିକି ଆପଣଙ୍କ ସାଙ୍ଗରେ ଚାଲିବ। ଆମେ ପ୍ରଥମରୁ ମଣିଷକୁ ସବୁବେଳେ ମଣିଷ ବହୁତ ବର୍ତ୍ତମାନ ଧାର୍ମିକ ଗୋଷ୍ଠୀରେ ଏକଥା ଦେଖାଯାଉଛି, ମଣିଷ ଗୋଟେ ବାନର ଭଳିଆ, ମଣିଷ ଫିକିଲ ମାଇଣ୍ଡ, ପବନ ଭଳିଆ ବଡ ଚଞ୍ଚଳ, ତାକୁ ଦବେଇ ଦେବା ଦରକାର, ତାକୁ କଣ୍ଟ୍ରୋଲ କରିବା ଦରକାର। କୋଉ ମନ ଆପଣଙ୍କ ପାଖରେ ରହିବ? ମନ ତାର ଗୋଟେ ସ୍ୱଭାବ, ସିଏ ତାର ରୂପରଙ୍ଗ ନେଇକି ଚାଲିଛି, ତାକୁ ନିଜର କରିବାକୁ ହେଲେ ତାକୁ ତା ଭଳିଆ ହେବାକୁ ପଡିବ, କେତେଦିନ ତାକୁ ନିଜର କରିବାକୁ ପଡିବ। ଇଏ ହେଲା ମନର କଥା। ଆଉ ଭାବଟା ଟିକେ ଅଲଗା ଜିନିଷ। ଭାବଟା ହଉଛି କଣ, ସଂକ୍ଷେପରେ କହିଦଉଛି, ଭାବ ହଉଛି ଆମର ଦେହଗତ ଆଉ ମନଗତ, ଏଇ ଯୋଉ ମଝି ଭିତରେ କିଛି ଅଂଶ ତାର ଦେହଗତ, କିଛି ଅଂଶ ସୂକ୍ଷ୍ମ। ଧରନ୍ତୁ ଆପଣ ସ୍ନାୟୁ ଗୁଡାକ, ଆମ ଦେହର ଯୋଉ ସ୍ନାୟୁ ଅଛି, ଏଗୁଡା ସବୁ ହଉଛି ଭାବର ସ୍ଥୂଳ ପ୍ରକାଶ, ଭାବର, ଇମୋସନର। ଆଉ ଆମେ ଯୋଉ ସୁଖ କରୁଛୁ, ଦୁଃଖ କରୁଛୁ, ହତାଶ ହଉଛୁ, ଆଶ୍ଚର୍ଯ୍ୟ ହଉଛୁ, ଏଇଟା ସବୁ ତାର ସୂକ୍ଷ୍ମ ବିଭାଗ। ମନଟା ହଉଛି ସମ୍ପୂର୍ଣ୍ଣ ସୂକ୍ଷ୍ମ, ମନଟାର କୌଣସି ସ୍ଥୂଳ ପ୍ରକାଶ ନାହିଁ। ଆଉ ବଡି ବା ଦେହଟା ହଉଛି ଅତ୍ୟନ୍ତ ସ୍ଥୂଳ, ଆଉ ବଡିର କୌଣସି ସୂକ୍ଷ୍ମ ବିଭାଗ ନାହିଁ। କିନ୍ତୁ ଏ ମଝିରେ ଯୋଉ ଜିନିଷଟା ରହିଗଲା ଭାବଗତ, ତାର ସ୍ଥୂଳଗତ ପ୍ରକାଶ ହଉଛି ସ୍ନାୟୁ, ସ୍ନାୟବିକ, ଯୋଉଟା କି ଆମେ ଏ ଯୋଉ କୁଣ୍ଡଳିନୀ ଚକ୍ର କହୁଛେ, ଏ ସବୁ କଥା ଗୁଡା ସବୁ ଭାବଗତର ଗୋଟେ ପର୍ଯ୍ୟାୟର କଥା, ସ୍ଥୂଳ ଜିନିଷ। ଆଉ ତାର ସୂକ୍ଷ୍ମ ଜିନିଷ ହେଲା ଯୋଉ ଆମର ଇନଷ୍ଟିଙ୍କ୍ଟ ଗୁଡାକ, ଆମର ଆବେଗ ପ୍ରବେଗ, ସୁଖ ଦୁଃଖ, ଏଇଗୁଡା ସବୁ ତାର ଡେଭଲପ କରିବା, ତାକୁ ସଠିକ ରୂପେ ପରିଚାଳିତ କରିବା, କାହିଁକିନା ସେଇଟା ହଉଛି ଆମର ଶକ୍ତିର ଗନ୍ତାଘର, ଜେନେରେଟର। ସେଇଠୁ ହିଁ ଶକ୍ତି ବାହାରିଲେ ଆମେ ପଦଚାଳନା କରୁଛେ। ମନ ତା ସେ କିଛି କରିପାରିବନି, କି ଦେହ କିଛି କରିପାରିବନି। ଦେହ ଯଦି ସବୁ କରିଦଉଥାନ୍ତା ତାହେଲେ ତ ବହୁତ କିଛି ହେଇପାରୁଥାନ୍ତା। ଦେହ କିଛି କରେନି। ଯୋଉ ଲୋକମାନେ ଆପଣ ଆଜି ଦେଖୁଛନ୍ତି ବିଭିନ୍ନ ବିଭାଗରେ ସକ୍ସେସ ହେଇଛନ୍ତି, ବଡ ହେଇଛନ୍ତି, ସେ ସବୁ ତାଙ୍କର ଇମୋସନ ଯୋଗୁଁ ହେଇଛନ୍ତି, ମନ ଯୋଗୁଁ ହେଇନାହାନ୍ତି। ମନ ସାହାଯ୍ୟ କରିଛି। ଆଇନଷ୍ଟାଇନ ମଧ୍ୟ ଯଦି କୁହାଯିବ ବିଜ୍ଞାନରେ କେତିକି ଆଗକୁ ଗଲେ, କି ମେଥମେଟିସିଆନ ହେଲେ, ତାର କାରଣ ତାଙ୍କ ଭିତରେ ଇମୋସନ ତାଙ୍କୁ ଆଗକୁ ନେଇଛି।
ମାଇଣ୍ଡ ସମସ୍ତଙ୍କର ଡେଭଲପ, ବ୍ରେନ ସମସ୍ତଙ୍କର ଯେକୌଣସି ଯେତେ ବଡ ଗଧ ହଉଛି ମଣିଷର ଯଦି ପରୀକ୍ଷା କରି ଦେଖାଯାଇଛି ଆମେ ସବୁଠୁ ବିଜ୍ଞ ମଣିଷ ତାର ବ୍ରେନ ର 2% ବି ୟୁଜ କରୁନି ଇଏର ତାର କେପାସିଟିର। ତେଣୁ ସମସ୍ତଙ୍କ ବ୍ରେନ ଡେଭଲପ, ସମସ୍ତଙ୍କ ମନ ଅଛି, ଅସୁବିଧାଟା କୋଉଠି ଅଛି? କାହିଁକିନା ସମସ୍ତଙ୍କୁ ତାଙ୍କର ଯୋଉ ପ୍ରାଣ ଯୋଉ ଭାବ ଜଗତ ଶକ୍ତି ପ୍ରେରଣା ଯୋଗଉନି। ସେଟା କେମିତି ଯୋଗେଇବ, କିଏ ତାକୁ ବନ୍ଦ କରିଦିଏ, ଏଗୁଡା ସବୁ ଗବେଷଣା ହବା ଦରକାର। ଗବେଷଣା ତ ନାହିଁ, ବହୁତ ଜିନିଷ ବାହାରିଲାଣି, ଅନେକ ଜିନିଷ ବାହାରିଥିବା ଜିନିଷ ଗୁଡାକୁ ଜଣେଇଦେବା ଦରକାର ଆମ ପିଲାଙ୍କୁ। ସେଟା ଆମର କୋର୍ସରେ ହିଁ ନାହିଁ। ଦୁର୍ଭାଗ୍ୟ ଦେଖନ୍ତୁ, ଗୋଟେ ପିଲା ସୁଇସାଇଡ କରିଦଉଛି, ଗୋଟେ ଆକ୍ଟର ସୁଇସାଇଡ କରିଦଉଛି, ଗୋଟେ ମଣିଷଟେ ହତୋତ୍ସାହ ହେଇଯାଉଛି ଜୀବନ କିଛି ନୁହଁ ବୋଲିକିରି, କିନ୍ତୁ ତା 10ମ କ୍ଲାସ ପର୍ଯ୍ୟନ୍ତ ତା ପାଖେ ଗୋଟେ ପଦୁଟେ ବି ନାହିଁ। ଅଥଚ ଯୋଉ ଜିନିଷଟା କେବେ ଆମ ଜୀବନରେ କାମରେ ଲାଗେନି, ମ୍ୟାଥମେଟିକ୍ସ ଏତେ ପଢିଲି ମୋର ଜୀବନରେ କୋଉ କାମରେ ଲାଗିଲା ମତେ କୁହନ୍ତୁ? କୋଉ ମ୍ୟାଥମେଟିକ୍ସ କାମ ଲାଗିଲା, କୋଉ ଜିଓଗ୍ରାଫି? ଅଥଚ ଯୋଉଟା ମୋ ଜୀବନରେ କାମରେ ଲାଗନ୍ତା, ମୋ ମନଟା କଣ, ମୋର ଇମୋସନ ଟା କଣ, ଗୋଟେ ପଦ କୋଉଠି ଅଛି? ଦୁର୍ଭାଗ୍ୟ ଦେଖନ୍ତୁ ଏ ଦେଶର। ଅଥଚ ଆମ ଦେଶ ହଉଛି ପୃଥିବୀର ସବୁଠୁ ଉନ୍ନତ, ସବୁଠୁ ଧନୀ ଏ ବିଷୟରେ। वी आर रिच इन ଏଇ ସବୁ ଜ୍ଞାନକୁ ନେଇ ଆମର ରିଚ୍, ଆମର ଇଣ୍ଟରନାଲ ଜର୍ଣ୍ଣି, ଆମର ଅନ୍ତ ଜୀବନକୁ ନେଇ ଆମେ ହଉଛି ସବୁଠୁ ଧନୀ ପୃଥିବୀରେ। ସାରା ପୃଥିବୀକୁ ଆମକୁ ଉପରେ ଦାୟିତ୍ୱ ଦିଆଯାଇଥିଲା ଏଇ ଜ୍ଞାନଟା ସାରା ପୃଥିବୀକୁ ଜଣେଇ ଦେବା ପାଇଁ। କିନ୍ତୁ ଆମେ ସବୁ କୁଆଡେ ଆସି ପହଞ୍ଚି ଗଲୁଣି ଯେ ଆମେ ଭାବୁଛୁ ଏଟା ସବୁ ଗୋଟେ ଅଣବୈଜ୍ଞାନିକ ଜିନିଷ, ଅବାନ୍ତର ବୋଲି ଭାବୁଛେ, ଅବାନ୍ତର ବୋଲି ଭାବୁଛୁ। ତେଣୁ ଆମେ ବାହାରେ ସମାଧାନ ଟା କହୁଛୁ, ବାହାରେ ସମାଧାନ ଥାଇପାରେ କିଛି କିଛି, କିନ୍ତୁ ମୂଳ ଜିନିଷଟା ତ ତମ ଭିତରେ ରହିଲା ନା। ତମ ଗୋଟେ ମଣିଷ ଯଦି ଭୟଭୀତ ହେଇଗଲା, ଭୟ ଭିତରେ ତ ବହୁତ ଲୋକ ମରିଯିବେ। କାରଣ ପୃଥିବୀରେ ପରୀକ୍ଷା କରି ଦେଖାଯାଇଛି ଯୋଉ ବଡ ବଡ ଯୋଉ ଏପିଡେମିକ ସବୁ ହେଇଛି, ଗୋଟେ ମହାମାରୀ ସବୁ ହେଇଛି, ସେଇଥିରେ ମହାମାରୀ ଜନିତ ଯେତେ ଲୋକ ମରିନାହାନ୍ତି, ଭୟରୁ ସେତେ ଲୋକ ମରିଯାଇଛନ୍ତି। ଆଉ ଭୟଭୀତ ଲୋକଙ୍କୁ ଶୀଘ୍ର ରୋଗ ଆକ୍ରମଣ କରେ। ହଁ ଭାଇ, ପ୍ରିୟତ ପାତ୍ର ଭାଇ, ଆପଣଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ। ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଗୁଡିକ ଆମକୁ ବାଣ୍ଟିଲେ। ଭାବଗତ ସମ୍ପର୍କ କେମିତି ରଖିବା, କେମିତି ଆମେ ଭିତରର ସହିତ ସମ୍ପର୍କ କେମିତି ରଖିବା, ଯେମିତିକି ଆମର ଭିତରଟା ହଉଛି ଆମର ଘର। ଆମେ ଯେତେ ବସଷ୍ଟାଣ୍ଡଟି ଯେତେ ସୁନ୍ଦର ହେଲେ ମଧ୍ୟ ବସଷ୍ଟାଣ୍ଡଟି କେବେ ଆମର ଘର ହିଁ ନପାରେ, ଖେଳ ପଡିଆ ଆମର ଘର ହିଁ ନପାରେ, ରାସ୍ତା ଆମର ଘର ହିଁ ନହେଇପାରେ। ତେଣୁ ଆମର ଯୋଉ ଘରଟି ରହିଛି, ଆମର ଭିତରର ଘର, ସେ ଘରଟିକୁ ଆମେ ସଜାଡ଼ିବା, ସେ ଘର ପ୍ରତି ବିଶ୍ୱାସ ନେବା ଏବଂ ସେ ଘର ସହିତ ସମ୍ପର୍କ ସ୍ଥାପନ କରିବା। ତେବେ ଆମେ ବାହାରେ କିଏ ଥାଉ କିମ୍ବା ନଥାଉ, ସେ ଘରେ ଆମେ ନିଶ୍ଚିତ ଭାବରେ ଶାନ୍ତିର ସହିତ ଏବଂ ଏକାଗ୍ରତାର ସହିତ ଆମେ ବଞ୍ଚିପାରିବା। ସେ ନେଇ ଆପଣ ସୁନ୍ଦର ଭାବରେ ଆମକୁ ବୁଝେଇଛନ୍ତି, ତେଣୁ ଆପଣଙ୍କ ପାଖରେ କୃତଜ୍ଞତା ଜଣାଉଛୁ। ଆମେ ଆଶା କରୁଛୁ ଯେ ମାସ୍କ ପିନ୍ଧିବା ସହ, ସୋସିଆଲ ଡିଷ୍ଟାନ୍ସିଂ ମେଣ୍ଟେନ କରିବା ସହ ଆମେ ମାନସିକ ଭାବରେ ଏବଂ ଭାବଗତ ଭାବରେ କିପରି ସୁସ୍ଥ ରହିବା, ସବଳ ରହିବା, ସେ ଦିଗରେ ମଧ୍ୟ ଆମେ ପରିକଳ୍ପନା କରିବା, ଚିନ୍ତା କରିବା ଏବଂ ସମାଧାନ ଖୋଜିବାକୁ ଚେଷ୍ଟା କରିବା। କେବଳ ବାହାରେ ନୁହେଁ, ଭିତରେ ମଧ୍ୟ। ଆପଣମାନେ ସମସ୍ତେ ଅନେକ ସମୟ ଧରି ଏଇ କଥାଟିକୁ ଶୁଣୁଥିବା ଯୋଗୁଁ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ମଧ୍ୟ ଆମେ ପୁଣି ଥରେ କୃତଜ୍ଞତା ଜଣାଇ ରହୁଛି। ମୁଁ ନମସ୍କାର।